ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत। तेबे आज गोटे डिस्कशन करबा आपण जो ए 58% हिसाब रे कि आपनकर जो 5 जुलाई 2025 जो डिक्लेयर हेची आपनकर सेतिरे कि आपन सैलरी कैलकुलेटर को फुल डिस्कशन करबा जोडा कि आपन ग्रेड पे आपन 1800 को 2800 पर्यंत रहिची एवं लेवल 3 टू 8 पर्यंत आपन फुल डिस्कशन करबा जोटा कि एचआर भी इंक्लूडेड रहिची आपनकर एचआर रे डिफरेंट डिफरेंट सिटी अनुसार एचआर अनुसार डिस्कशन एटी फुल वीडियो रे कराइची। तेबे देखंतु एवं फुल वीडियो विषय रे कि जानंतु एठी। ଏଇଠି ଦେଖନ୍ତୁ ଏଇ ଯୋଉ ସେଲ୍ ରହିଛି ଆପଣଙ୍କର 1800 ଠୁ ଆରମ୍ଭ କରିକି ଆପଣଙ୍କ 2800 ପର୍ଯ୍ୟନ୍ତ ଦେଖନ୍ତୁ ଏଇଠି ଲେଭେଲ 3 ଠୁ ଆରମ୍ଭ କରିକି 8 ପର୍ଯ୍ୟନ୍ତ ଆପଣ ଏଠି ଦେଖନ୍ତୁ ଯୋଉ ପେମେଣ୍ଟ ଲେଖା ହେଇଛି 1 ଲେଖା ହେଇଛି ଆପଣ ଏଠି 5200 ରୁ ନେଇକିନା 20200 ପର୍ଯ୍ୟନ୍ତ ଯୋଉ ପେ ସ୍କେଲ ରହିଛି ଆପଣଙ୍କର ଏବଂ ଆପଣଙ୍କର ଏଇଠି ଦେଖନ୍ତୁ ଆପଣଙ୍କ ସେଲ୍ 1 ଠୁ ଆରମ୍ଭ କରିକିନା ସେଲ୍ 40 ପର୍ଯ୍ୟନ୍ତ ଆପଣଙ୍କର ଇନିସିଆଲ ଏବଂ ଫାଇନାଲ ଆପଣଙ୍କର ଯୋଉ ରହିଛି ଆପଣଙ୍କର ଦେଖନ୍ତୁ ଏଠି ତ 2800 ରୁ ଆରମ୍ଭ କରି 2900 200 ରୁ ଆରମ୍ଭ କରିକି 12,300 ଏ ସବୁ ବିଷୟରେ ଆମେ तो एटी हमें अर्निंग विषय डिस्कशन करनवा जोटा कि आपनकर पे लेवल एटी आपण देखंतु पे लेवल 3 रे की स्टार्ट हेची तो 3 रे की माने ग्रेड पे आपण 1800 1800 1900 एमती करिके आपनकर 2800 पर्यंत आपण देइची 3 टू 8 आपनकर बेस मानियंतु फॉर एग्जांपल बेसिक पे आपनकर रहिची 18000 टंका मानियंतु बेसिक पे तो डीए तार 58% मानंतु आपनकर 10440 एवं आपनकर एचआर हेउची 16% ऑफ बेसिक पे ये मु नेइची एटा जो आपनकर रहिची फर्स्ट कैटेगरी सिटी देखंतु एटा रेट ऑफ एचआर 16% सेकंड कैटेगरी ପାଇଁ କି ହଉଛି 12% ଏବଂ ଥାର୍ଡ कैटेगरी ପାଇଁ ହଉଛି 8% ଆଉ ଯେତିକି ଅଦର कैटेगरी ରହିଲେ ସେଇଟା ଆପଣଙ୍କର ହଉଛି 4% only ଓକେ। ତ ମୁଁ ଏଠି ବଡ ସିଟି ଅନୁସାରେ ନେଇଛି ଯୋଉଟା ଆପଣ ଭୁବନେଶ୍ୱର କଟକ ଯୋଉଟା ବି ଆସୁଛି ମୁଁ ସେ ସିଟି ଯୋଉ ରହିଛି ଆପଣ ସେଇଟା ଲାଷ୍ଟରେ ଆପଣଙ୍କୁ ଡିସ୍କସନ କରିଦେବି ତେଣୁ ସେଥିପାଇଁ ଭିଡିଓକୁ ଫୁଲ ଦେଖୁଥାନ୍ତୁ ଓକେ। ତ ଆପଣଙ୍କ ଏଇ ଟୋଟାଲଟାକୁ ଯଦି ଆପଣ ଏଇ ଟୋଟାଲଟାକୁ ଆପଣ ମିଶେଇବେ ତାହେଲେ ଆପଣଙ୍କ ଗ୍ରସ୍ ସାଲାରୀ ବନିଯିବ ଆପଣଙ୍କ 31,320 ଟଙ୍କା ବନିଯିବ 18,000 ଗ୍ରେଡ୍ ପେ ଅନୁସାରେ। ଆଉ ଆପଣଙ୍କର ଏମିତି ଆମର ଯଦି ଲାଷ୍ଟରେ ଆପଣ 2800 ଗ୍ରେଡ୍ ପେ ହିସାବରେ ଡିସ୍କସନ କରିବେ ତାହେଲେ 29,200 ଆପଣଙ୍କ 58% ଯଦି ଆପଣଙ୍କର ବେସିକ ପେ ଲାଗୁଛି ଏବଂ ଆପଣ ଏଚଆର ଯଦି 16% ଲାଗୁଛି ସବୁ ମିଶେଇକି ଆପଣ 50,808 ଟଙ୍କା ଆପଣଙ୍କର ରହିଛି ଆପଣଙ୍କ ଗ୍ରସ୍ ସାଲାରୀ। ଆଉ ଯେତିକି ବି ଆପଣ ପେମେଣ୍ଟ ରହିଲା ଆପଣ ସବୁ ଏଠି ଆପଣ ସେଇ କାଲକୁଲେସନ ଅନୁସାରେ ଆପଣ ଦେଖିପାରିବେ ଓକେ। ତାହେଲେ ଆମେ ଦେଖିବା ଏବେ ଟୋଟାଲ अर्निंग ଆମେ ଦେଖିଦେଲୁ ଗ୍ରୋସ ସାଲାରୀ କେତିକି ବନିବ ତ ଟୋଟାଲ ଡିଡକ୍ସନ ବି ଦେଖିଦବା ସେ ତ ଏଇଠି ଦେଖନ୍ତୁ ଆପଣଙ୍କ ଯେତିକି ମୋର ବାହାରିଥିଲା ଆପଣଙ୍କର ଗ୍ରସ୍ ସାଲାରୀ ସେଠି ଯେତିକି ଲେଖା ହେଇଥିଲା ମୁଁ ସେଇଟାକୁ ଏଠି ପୁଟ୍ କରିଛି ଗ୍ରସ୍ ସାଲାରୀ ଯଦି ଆମେ ଦେଖିବା ଗୋଟେ ଜିଆଇଏସ୍ ଆପଣଙ୍କର ମାଇନସ୍ ହବ ଯୋଉଟା କି ଆପଣ ଯଦି ଫାଷ୍ଟ ଜବ୍ କରିବା ପାଇଁ ଆସୁଛନ୍ତି ତାହେଲେ ଆପଣଙ୍କୁ 10ଟା ଇନଷ୍ଟଲମେଣ୍ଟ ରେ ଫାଷ୍ଟ ରେ କି ଆପଣଙ୍କୁ ଅପ୍ ଟୁ ଲେଭେଲ 1 ପର୍ଯ୍ୟନ୍ତ ଆପଣଙ୍କୁ 20,000 ଟଙ୍କା ଡିପୋଜିଟ୍ କରିବା ପାଇଁ ପଡିବ ଏଟା ହୋଲ ସର୍ଭିସ ଇୟର ପାଇଁ ଡିପୋଜିଟ୍ 4 ଲକ୍ଷ ଟଙ୍କା ଓକେ। ତ ତା ଅନୁସାରେ ଆପଣଙ୍କ ଯୋଉ 2,000 ଟଙ୍କା ଲେଖା ଆପଣଙ୍କୁ 10ଟା ମନ୍ଥଲି ଇନଷ୍ଟଲମେଣ୍ଟ ରେ 20,000 ଟଙ୍କା ଚୁକ୍ତି କରିବାର ଅଛି ତ ତାକୁ ମୁଁ ଫାଷ୍ଟ କାଲକୁଲେସନ ନେଇଯାଇଛି ଡିଡକ୍ସନ ହିସାବରେ କି ଏମ୍ପ୍ଲୟି କଣ୍ଟ୍ରିବ୍ୟୁସନ ଯୋଉଟା ରହିଛି ଆପଣଙ୍କର ବେସିକ ପେ ପ୍ଲସ ଟିଏ ଅନୁସାରେ ଆପଣଙ୍କୁ 28,400 ମାନିନ୍ତୁ 440 ମାନିନ୍ତୁ ଆପଣଙ୍କ ଆସିଛି ତାର 10% ହଉଛି 2844 ଟଙ୍କା। ଆଉ ପ୍ରୋଫେସନାଲ ଟେକ୍ସ ପିଟି ହଉଛି ପ୍ରୋଫେସନାଲ ଟେକ୍ସ ଯୋଉଟା କି ଆପଣ 200 ଟଙ୍କା ଆପଣଙ୍କୁ ଲାଗିବ। ତାକୁ ଯଦି ତା ବାଦେ ଯଦି ଆପଣ ଇନ୍ ହ୍ୟାଣ୍ଡ ସବୁ ମାଇନସ କରିଦବ ଆପଣଙ୍କ ଯୋଉ ଆପଣଙ୍କ अर्निंग ମାଇନସ ଡିଡକ୍ସନ ତାହେଲେ ଆପଣ 24,274 ଟଙ୍କା ଆପଣଙ୍କୁ ହେଇଯାଉଛି ଇନ୍ ହ୍ୟାଣ୍ଡ ସିଲେକ୍ଟ ଓକେ। ସେଇ ଅନୁସାରେ ଯଦି ଆପଣ 2800 ଅନୁସାରେ ଡିସ୍କସନ କରିବେ ଆପଣ 50,808 ହେଇଥିଲା ଆପଣଙ୍କ ଗ୍ରସ୍ ସାଲାରୀ ଆପଣ ଏଠି ଆପଣଙ୍କୁ 2,000 ଟଙ୍କା ମାନିନ୍ତୁ କମିଗଲା 2,000 ଟଙ୍କା ଆପଣଙ୍କୁ ମନ୍ଥଲି ଇନଷ୍ଟଲମେଣ୍ଟ ଲାଗିଗଲା ଆପଣ 10% କଣ୍ଟ୍ରିବ୍ୟୁସନ ଆପଣଙ୍କୁ ମିଳିଥିଲା ଏଠି ଲାଗିଗଲା ଆଉ ପ୍ରୋଫେସନାଲ ଟେକ୍ସ ଯୋଉ 200 ଟଙ୍କା ଲାଗିଲା ପରେ ଆପଣଙ୍କ ଯୋଉ ଇନ୍ ହ୍ୟାଣ୍ଡ ସାଲାରୀ ରହିଯିବ 43,994 ଟଙ୍କା ହେଇଯିବ ଓକେ। କିନ୍ତୁ ଯଦି ମୁଁ ଏଠି ମାନିନିଅନ୍ତୁ ଆପଣ 10ଟା ମନ୍ଥଲି ଇନଷ୍ଟଲମେଣ୍ଟ ପରେ ଆପଣ 2,000 ଟଙ୍କା ମାଇନସ ଯଦି ଆପଣ କରିଦେବେ ତାହେଲେ ଏଠି 2,000 ଟଙ୍କା ଆପଣଙ୍କର ପ୍ଲସ ବି ହେଇଯିବ। ତାହେଲେ ଏଠି ଯୋଉ 43,994 ଅଛି ଏଠି ଆପଣଙ୍କ ହେଇଯିବ 45,994 ଓକେ। ତ ସେଇ ଅନୁସାରେ ଆପଣଙ୍କ ଅଲଗା ଅଲଗା ଲେଭେଲ ଅନୁସାରେ ଆପଣଙ୍କର ସବୁ ଦେଖିପାରିବେ ଆପଣଙ୍କର କେତେ ନେଟ୍ ପେ ମିଳୁଛି ଆଉ କେତେ ଗ୍ରସ୍ ପେ ମିଳୁଛି ଓକେ। ତ ଏବେ ଚାଲନ୍ତୁ ଦେଖିବା କି ଯେ କୋଉ ସିଟି କୋଉ ଲେଭେଲ କାଟାଗୋରୀ ଭିତରେ ଆସୁଛି ଯୋଉଟା ସେଠି ଆମେ ଡିସ୍କସନ କରିଥିଲୁ ଯେମିତି ୱାନ୍ ସିଟି ଫାର୍ଷ୍ଟ ସିଟି ସେକେଣ୍ଡ ସିଟି ଏମିତି ଡିସ୍କସନ କରିଥିଲୁ ତ ଫାର୍ଷ୍ଟ ସିଟି ଭିତରେ ଏଇ ସବୁ ସିଟି ଯାଉଛନ୍ତି ଯୋଉଟା କି ଆପଣଙ୍କ 16% ବେସିକ ପେ ସେକେଣ୍ଡ ସିଟି ଭିତରେ ଏଇ ସବୁ ସିଟି ଆସୁଛି ଯୋଉଟା କି ଆପଣ 12% ବେସିକ ପେ ଆଉ ଥାର୍ଡ ସିଟି ଅନୁସାରେ ଆପଣଙ୍କର ଏଇ ସବୁ ସିଟି ଆସୁଛି ଯୋଉଟା କି ଆପଣ 8% ବେସିକ ପେ ଆଉ ଯେତିକି ୟା ବାଦେ ଆଉ ଯେତିକି ସିଟି ଏଠି ରହିଗଲା ଯୋଉଟାକୁ ମେନସନ କରାହେଇନି ସେମାନେ ସମସ୍ତେ ଆପଣଙ୍କର 4% ବେସିକ ପେ ହିସାବରେ କି ତାଙ୍କର ଦରମା ନେବେ ଓକେ। ଯଦି ଭିଡିଓ ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଏଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି। ଯଦି ଆପଣଙ୍କୁ କିଛି ଏଥିରେ କି କମି ଲାଗୁଛି ୟା କିଛି ଆପଣ ବୁଝି ପାରୁନାହାନ୍ତି ତାହେଲେ ଆପଣ କମେଣ୍ଟ ଜରିଆରେ ଜଣାନ୍ତୁ ମୁଁ ସେଠି ନିହାତି ଭାବରେ ଆପଣଙ୍କର ଡାଉଟ କ୍ଲିୟର କରିବି ଓକେ। ତ ଚଲନ୍ତୁ ଆଗକୁ ଦେଖିବା ଆଉ କୋଉ ଭିଡିଓ
के लिए आपको स्कोप वीडियो सुनने